ନାହିଁ 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 ମୁଁ ଦେଖୁଥିଲି ଇଏ ତ ଓଡ଼ିଶା। ମୁଁ ଦେଖୁଥିଲି ଜଣିଏ ମ୍ୟାଡ଼ମ୍ ଆମର ଭାସ୍କର ଚ୍ୟାନେଲରେ ବହୁ କଥା କହୁଛନ୍ତି। କ'ଣ ସଚେତନ ହେଇଯିବ ଓଡ଼ିଶା? ଆରେ ବାବୁ ଭାଇ, କଳି ଯୁଗରେ ରୁପି ହେଲା ଟଙ୍କା, ଗୋପୀ ହେଲେ ନାରୀ ଜାତି। ତେଣୁ ନାରୀ ଜାତି ଆଉ ଟଙ୍କା ଏ ସଂସାରରେ ହେଉଛି ବଡ଼। ତେଣୁ ସେଥିପାଇଁ ମ୍ୟାଡ଼ାମ୍ ଆପଣ କହୁଛନ୍ତି, ଆପଣଙ୍କୁ ଅଶେଷ 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 ଧନ୍ୟବାଦ। କିନ୍ତୁ ଆଜିକାଲି ବା ଦେଶ ଡେଭଲପ୍ କରୁଛି, ଅନଲାଇନ୍ରେ ସବୁ କାମ ହେଉଛି, ଅନଲାଇନ୍ରେ ମଧ୍ୟ ପ୍ରେମ ବି ମଧ୍ୟ ହେଉଛି। ତେଣୁ ସେଇ ଅନଲାଇନ୍ରେ ସବୁ ଜିନିଷ ଚାଲିଛି ବୋଲି ଆଜି ତ ଦେଶ ଡେଭଲପ୍ ହେଉଛି ନା। ତେଣୁ ଆପଣ କହିଲେ ଚୁଲି ମୁଣ୍ଡରେ ରୋଷେଇ କରିଥାନ୍ତେ, ହାଣ୍ଡି ମାଜିଥାନ୍ତେ, ଶାଶୁ ଶ୍ୱଶୁର ସେବା କରିଥାନ୍ତେ, ଘର ଝାଡ଼ୁ ମାରିଥାନ୍ତେ। ଏବେ ପା ଅର୍ଥ ଅଛି, ରୁପି ଅଛି, ମାନେ ଘରେ କାମବାଲି ମଧ୍ୟ ରହିବ। ତେଣୁ ମ୍ୟାଡ଼ମ୍ ମାନେ ସବୁ ବାହାରକୁ ବାହାରିବେ, କାରଣ ତାଙ୍କୁ ଆଉ ସେ ଘର ପଖାଳ ଭାତ, ମାଛ ଭଜା କି ନହେଲେ କଦଳୀ ଭଜା, ଶାଗ ଭଜା ଆଉ ରୁଚୁନି। ଆପଣ ଜାଣିପାରୁନାହାନ୍ତି ବୋଧେ, ଦେଶ ପା ଡେଭଲପ୍ ହେଇଛି। ତେଣୁ ସେଇ ଦେଶ ଡେଭଲପ୍ ହିସାବରେ ତେଣୁ ନାରୀମାନେ ଆଜି ଉପରକୁ ଯାଇଛନ୍ତି, ବା ଦିପାଛ ଉପରକୁ ଯାଇଛନ୍ତି। ସେଥିପାଇଁ ଆଜି ଗୋଟିଏ ଜିନିଷ ମ୍ୟାଡ଼ାମ୍ ଆପଣଙ୍କୁ ମଧ୍ୟ ମୁଁ ଅନୁରୋଧ କରୁଛି, ଏମିତି କୁହନ୍ତୁନି। କେଉଁଠି କେଉଁ ନାରୀମାନେ ଆପଣଙ୍କୁ ମଧ୍ୟ ଭିଡ଼ାଭିଡ଼ି କରିଦେବେ। ତେଣୁ ଆପଣ ଚିନ୍ତା କରନ୍ତୁ, କାରଣ ଦେଶ ଡେଭଲପ୍ ହେଇଛି। ସବୁବେଳେ ପା ଆଉ ପଖାଳ ଭାତ ଭଜା ଅଣ୍ଟୁ ନେଇ। ତେଣୁ ଗୋଟିଏ କାମ କରନ୍ତୁ, ସବୁବେଳେ ପଖାଳ ଭାତ ଭଜାକୁ ଟିକେ ଛାଡ଼ିଦେଲେ ତାଙ୍କର ମନ ହେଉଛି କ'ଣ କହିଲ, ଟିକେ ବିରିୟାନୀ ଆଉ ଟିକେ ମାନେ ଭଲ ଭଲ ଜିନିଷ ଚାଖିବାକୁ ଇଚ୍ଛା ହେଉଛି। ତେଣୁକରି ସେଇ ଚାଖଣାଟା ସେ କରୁଛନ୍ତି। ଆଉ ଆପଣ ଯେତେ ଯାହା କିଛି କହିଲେ ଓଡ଼ିଶା କ'ଣ ପରିବର୍ତ୍ତନ ହେଇଯିବ? ଆପଣ ନାରୀ ସମାଜକୁ କହୁଛନ୍ତି, ଦେଖିକି କହୁଥାନ୍ତୁ। କାରଣ ଇଏ ପା କଳିଯୁଗ, ସବୁ କରିକି ଜଗ। ଆକୁ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ। ମୁଁ ଇଶାରାରେ ବହୁ କଥା କହିଛି। ପରିବର୍ତ୍ତନ ହେବାର ଥିଲେ ଆପଣମାନେ ହେଇପାରିବେ, ଆଉ ଯେବେ ନ ପରିବର୍ତ୍ତନ ହେବାକୁ ଥିବେ ଆପଣ ହେବେନି। ଆଉ କ'ଣ ରହିଲି, ଜୟ ଜଗନ୍ନାଥ। ତାକୁ ଲାଇକ୍ ସେୟାର ସବସ୍କ୍ରାଇବ୍ ବହୁ ମାତ୍ରାରେ କରିବେ। ମ୍ୟାଡ଼ାମ୍ ନମସ୍କାର।